नमस्कार मु जगदीश आपणक ପାଇଁ ନେଇକି ଆସିଛି ଆଜି ସକାଳର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର ସେଥିପାଇଁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ମୋର ଅନୁରୋଧ। ଚାଲନ୍ତୁ ଆଜି ସକାଳର ଖବର ଉପରେ ନଜର ପକାଇବା। ଆଜିର ପ୍ରଥମ ସମାଚାର ଛତିଶଗଡ଼ରେ ଗତକାଲି 10 ମହିଳା ସମେତ ମୋଟ 29 ଜଣ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ଲାଗି ପ୍ରାୟ 55 ଲକ୍ଷ ଟଙ୍କାର ନଗଦ ପୁରସ୍କାର ରାଶି ଘୋଷଣା କରାଯାଇଥିବା ବେଳେ ଦନ୍ତେୱାଡା ଜିଲ୍ଲାରେ 21 ଜଣ ଏବଂ ନୟାଗଡ଼ ପୁରୀ ଜିଲ୍ଲାରେ 8 ଜଣ ମାଓବାଦୀ ପୁଲିସ ଏବଂ କେନ୍ଦ୍ରୀୟ ସଶସ୍ତ୍ର ବାହିନୀଙ୍କ ବରିଷ୍ଠ ଅଧିକାରୀଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ରାଜ୍ୟ ସରକାରଙ୍କ ପୁନଃ ଥଇଥାନ ନୀତି ଅନୁଯାୟୀ ଆତ୍ମସମର୍ପଣ କରିଥିବା ପ୍ରତ୍ୟେକ ମାଓବାଦୀଙ୍କୁ 50,000 ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଏତଦ୍ ବ୍ୟତୀତ ଦକ୍ଷତା ବିକାଶ ଲାଗି ସେମାନଙ୍କୁ ସରକାର ପକ୍ଷରୁ ତାଲିମ ପ୍ରଦାନ କରାଯିବା ସହିତ ଚାଷ ଲାଗି ଜମି ମଧ୍ୟ ଯୋଗାଇ ଦିଆଯିବ ବୋଲି ସୂଚନା ଆସିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ରାଜ୍ୟରେ ମୌସୁମୀ ଜନିତ ବର୍ଷା ଜାରି ରହିଛି। ଆଗାମୀ 7 ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। କିନ୍ତୁ କିଛି ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ସମ୍ଭାବନା ଥିବା ବେଳେ ଉତ୍ତର ଓଡ଼ିଶାର କିଛି ଜିଲ୍ଲା ଓ ଉପକୂଳ ଜିଲ୍ଲା ମଧ୍ୟରେ ବର୍ଷା ସମ୍ଭାବନା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଏନେଇ ପାଣିପାଗ ବିଭାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରଞ୍ଜନ ମହାନ୍ତି କହିଛନ୍ତି ଯେ ଗୁରୁବାର ବାଲେଶ୍ୱର, ଭଦ୍ରକ, କେଉଁଝର, ମୟୂରଭଞ୍ଜ, ଝାରସୁଗୁଡା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଅଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ମହିଳା ଓ ଶିଶୁ ସୁରକ୍ଷା ନେଇ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ପ୍ରତି ପଞ୍ଚାୟତରେ ନିଯୁକ୍ତି ହେବେ ପାରାଲିଗାଲ ଭଲେଣ୍ଟିୟର। ଏମାନେ ମହିଳା ବିରୋଧୀ ଅପରାଧ ଉପରେ ପୀଡ଼ିତାଙ୍କୁ ପ୍ରାରମ୍ଭିକ ନ୍ୟାୟର ସାହାଯ୍ୟ କରିବେ ଏବଂ ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ସହ ଆଇନ ବିଭାଗ ବୈଠକ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ଆଲୋଚନା ହୋଇଛି ଏବଂ ବୈଠକରେ ଆଇନ ମନ୍ତ୍ରୀ, ଲିଗାଲ ସର୍ଭିସ ଅଥରିଟି ଅଧିକାରୀଙ୍କ ଉପସ୍ଥିତ ଥିବା ସୂଚନା ମିଳିଛି। ଗାଁରେ ରହୁଥିବା ସାଧାରଣ ପରିବାର ଓ ଜନଜାତି ପରିବାରକୁ ନ୍ୟାୟ ଅଧିକାର ଦେବାକୁ ସରକାର ଗୁରୁତ୍ୱ ଦେଇଥିବା ବେଳେ ଏହି ଅଧିକାର ବାବଦରେ ସାଧାରଣ ମହିଳାଙ୍କୁ ସଚେତନ କରିବେ ସରକାର। ଏହି କାମରେ ଅଙ୍ଗନବାଡି କର୍ମଚାରୀ ମଧ୍ୟ ସାମିଲ ହୋଇଯିବେ ଏବଂ କୌଣସି ମହିଳା ନିର୍ଯାତିତ କିମ୍ବା ଘରୋଇ ହିଂସାର ଶିକାର ହେଲେ ପ୍ରଥମ ପାରାଲିଗାଲ ଭଲେଣ୍ଟିୟରଙ୍କୁ ଜଣାଇବେ। ନ୍ୟାୟିକ ଦିଗ ନେଇ ଭଲେଣ୍ଟିୟର ପୀଡ଼ିତାଙ୍କୁ ସାହାଯ୍ୟ କରିବେ ଏବଂ ସମସ୍ୟାକୁ ଥାନା ଓ କୋର୍ଟ ପର୍ଯ୍ୟନ୍ତ ପହଞ୍ଚାଇବେ। ଆଗରୁ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ଏସପିଏସସି ବିଭାଗକୁ ଯୋଡ଼ାଯାଉଥିବ। ଆଗକୁ ଏହି କାର୍ଯ୍ୟକ୍ରମ ପଞ୍ଚାୟତିରାଜ ଓ ଏସସିଏସ ବିଭାଗକୁ ଯୋଡ଼ାଯିବ ବୋଲି ସୂଚନା ଆସିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। କେନ୍ଦ୍ରୀୟ କ୍ୟାବିନେଟରେ ଓଡ଼ିଶା ପାଇଁ କ୍ୟାପିଟାଲ ରିଜନ ରିଙ୍ଗ ରୋଡ ମଞ୍ଜୁରୀ କରାଯାଇଥିବାରୁ ରାଜ୍ୟ ଅତିଥି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବିଧାୟକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଖାଲି ସିଟ୍ ପାଇଁ ଆବେଦନ। ପ୍ରକାଶ ପାଇଲା +2ର ଦ୍ୱିତୀୟ ବର୍ଷ କାର୍ଯ୍ୟକ୍ରମର ନାମଲେଖା ପାଇଁ ବିଜ୍ଞପ୍ତି। ସପ୍ତାହେ ଛାତ୍ରଛାତ୍ରୀ କରିପାରିବେ ଆବେଦନ। ତେବେ ବିଜ୍ଞପ୍ତିରେ ପ୍ରକାଶିତ ନିର୍ଦ୍ଦେଶନାମା ଅନୁସାରେ ଆସନ୍ତା 25 ତାରିଖରେ ହେବ ଆବେଦନ, ଯାହା 31 ଯାଏଁ ଚାଲିବ। ଏହାପରେ ସେପ୍ଟେମ୍ବର 4 ତାରିଖରେ ପ୍ରକାଶ ପାଇବ ପ୍ରଥମ ଥର ପାଇଁ ମେଧାବୀ ତାଲିକା। ଚୟନ ହୋଇଥିବା ପିଲାମାନଙ୍କୁ 6ରୁ 10 ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ ଏବଂ ପ୍ରଥମ ରାଉଣ୍ଡ ପରେ ଛାତ୍ରଛାତ୍ରୀମାନେ ସ୍ପଟ ଆଡମିସନ କରିପାରିବେ। ଏଥିପାଇଁ 12 ଓ 13 ତାରିଖରେ ଆଶାୟୀମାନେ ଚଏସ ଲକିଂ କରିପାରିବେ ଏବଂ 17 ତାରିଖରେ ସ୍ପଟ ମେଧାବୀ ତାଲିକା ପ୍ରକାଶ ପାଇବ ସହ 18 ଓ 19 ତାରିଖରେ ନାମ ଲେଖା ହେବ। ଏହା ସହିତ ପ୍ରଥମ ପର୍ଯ୍ୟାୟରେ ଆବେଦନ କରିଥିବା ପିଲାମାନେ କୌଣସି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଚୟନ ହୋଇନଥିଲେ ମଧ୍ୟ ପୁରୁଣା ଆଇଡି ପାସୱାର୍ଡ ବ୍ୟବହାର କରି ପୁନଃ ଆବେଦନ କରିପାରିବେ। ଏଥିପାଇଁ କୌଣସି ଫି ଦେବାକୁ ପଡ଼ିବ ନାହିଁ। ହେଲେ ପର୍ଯ୍ୟାୟରେ ନାମ ଲେଖା ପାଇଁ ମନୋନୀତ ହୋଇ ନାମ ଲେଖା ନଥିବା ପିଲାମାନେ ପୁଣି ଥରେ ନୂତନ ଭାବରେ ଆବେଦନ କରିପାରିବେ। ଏଥିପାଇଁ ମେଧାବୀମାନଙ୍କୁ ଧାର୍ଯ୍ୟ ଫି ଦାଖଲ କରିବାକୁ ପଡ଼ିବ ଏବଂ ସେହିମାନଙ୍କ ପାଇଁ ସାଧାରଣ ଆବେଦନ ଫର୍ମ CFକୁ 4 ଥର ପର୍ଯ୍ୟନ୍ତ ଏଡିଟ କରିପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। କେନ୍ଦ୍ର ସରକାରଙ୍କ ସହଯୋଗ ଏବଂ ପରାମର୍ଶରେ ହେବ ମେଟ୍ରୋ ପ୍ରକଳ୍ପ। ଏନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଥିବା ନଗର ଉନ୍ନୟନ ମନ୍ତ୍ରୀ ପ୍ରସନ୍ନ ଚନ୍ଦ୍ର ପାତ୍ର କହିଛନ୍ତି ଯେ ଏପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର କମିଟି କରାଯାଇଛି ଏବଂ ଏହି କମିଟି ବିଭିନ୍ନ ସ୍ଥାନକୁ ଯାଇ ସର୍ଭେ କରିବ। ରିପୋର୍ଟ ଦେବା ପରେ କେନ୍ଦ୍ରର ସାହାଯ୍ୟ ଲୋଡ଼ାଯିବ ବୋଲି ମନ୍ତ୍ରୀ କହିଛନ୍ତି। ତେବେ କେମିତି କାର୍ଯ୍ୟକାରୀ ହେବ ମେଟ୍ରୋ ପ୍ରକଳ୍ପ ସେ ନେଇ ରିପୋର୍ଟ ଦେବେ ସ୍ୱତନ୍ତ୍ର କମିଟି। ସେହି ରିପୋର୍ଟ ଅନୁସାରେ କେନ୍ଦ୍ର କେତେ ଆର୍ଥିକ ସହାୟତା ଦେବ, ରାଜ୍ୟ କେତେ ଖର୍ଚ୍ଚ କରିବ, ନିଷ୍ପତ୍ତି ନିଆଯିବ। କମିଟି ରିପୋର୍ଟ ଦେବ ପରେ ମୁଖ୍ୟମନ୍ତ୍ରୀ ମଧ୍ୟ ଏନେଇ କେନ୍ଦ୍ର ସରକାରଙ୍କ ସହ ଅଧିକ ଆଲୋଚନା କରିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି। କିଛି ଦିନ ପୂର୍ବେ ମନ୍ତ୍ରୀ କହିଥିଲେ ଯେ ଭୁବନେଶ୍ୱର ନୂଆ ଡିଜାଇନର ଏକ ମେଟ୍ରୋ ପ୍ରକଳ୍ପ ଆରମ୍ଭ ହେବ ଏବଂ ପୁରୁଣା ପ୍ରକଳ୍ପ ବନ୍ଦ ହେବ। ମନ୍ତ୍ରୀ କହିଛନ୍ତି ଯେ ମେଟ୍ରୋ ପାଇଁ କେନ୍ଦ୍ରକୁ ବିଧିବଦ୍ଧ ପ୍ରସ୍ତାବ ଦିଆଯାଇଥିବା ବେଳେ କେନ୍ଦ୍ର ସରକାରଙ୍କ ସହଯୋଗରେ ମେଟ୍ରୋ ପ୍ରକଳ୍ପ ହେବ ଏବଂ ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ଟେକ୍ନିକାଲ କମିଟି ଗଠନ ହେବ। ଏହି କମିଟି ବିଭିନ୍ନ ସହରକୁ ଯାଇ ସ୍ଥିତି ଅନୁଧ୍ୟାନ କରିବ ଏବଂ ନୂଆ ଟ୍ରେନ୍ ନେଇ କମିଟି ନିର୍ମାଣ ହେବ। ମେଟ୍ରୋ ପ୍ରକଳ୍ପ ନେଇ ମନ୍ତ୍ରୀ ସ୍ତରୀୟ ସବୁ କମିଟିର ଦ୍ୱିତୀୟ ବୈଠକର ନିଷ୍ପତ୍ତି ରହିଛି ଏବଂ ବୈଠକରେ କମ୍ପ୍ରେହେନ୍ସିଭ ମୋବିଲିଟି ସ୍ଥାପନ ତିଆରି କରାଯାଇଛି, ଯେଉଁଥିରେ କେଉଁ ଲାଇନରେ ଯିବ, କେଉଁ ସ୍ଥାନରେ ପାର୍କିଂ ଅଞ୍ଚଳ ହେବ
ଟେକ୍ନିକାଲ ସବିଶେଷରେ ରିପୋର୍ଟ ଦେବ। ଏଥିପାଇଁ ସାଧାରଣ ଲୋକଙ୍କ ମତାମତ ନିଆଯିବ ଏବଂ ପୁରୁଣା ପ୍ରକଳ୍ପ ଅନୁଯାୟୀ ରାସ୍ତାରେ ଟ୍ରାଫିକ୍ ଜାମ୍ ରହୁଥିବା ବେଳୁ ଟେଷ୍ଟିଂ ବେଳେ କଣ ଅବସ୍ଥା ହେଲା, କେତେ ହଇରାଣ ହେଉଛନ୍ତି ପଡ଼ିଲା ଏବଂ ମେଟ୍ରୋ କାମ ଚାଲିଥିବାରେ ପୁରା ରାସ୍ତା ଠପ୍ ହୋଇ ଯାଇଥାନ୍ତା। ସେଥିପାଇଁ ନୂଆ ଟ୍ରାକ୍ ଯାହା ହବ କମିଟି ରିପୋର୍ଟ ଦେବା ବୋଲି ମନ୍ତ୍ରୀ କହିଥିଲେ। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଡିହାଇଡ୍ରେସନ ହେତୁ ସାମ ହସ୍ପିଟାଲରେ ମେଡିକାଲ କେୟାରରେ ଭର୍ତ୍ତି ହୋଇଥିଲେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଏବଂ ଗତ ବୁଧବାର ସନ୍ଧ୍ୟାରେ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି। ହସ୍ପିଟାଲରୁ ଫେରିବା ପରେ ସେ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ମୁଁ ବିଲକୁଲ ଭଲ ଅଛି ବୋଲି କହିଛନ୍ତି। ସାମ ହସ୍ପିଟାଲ ମେଡିକାଲ କେୟାର ଷ୍ଟାଫଙ୍କୁ ଧନ୍ୟବାଦ ଜଣାଇବା ସହିତ ନବୀନ ପଟ୍ଟନାୟକ ରାଜ୍ୟବାସୀ ପ୍ରାର୍ଥନା ଓ ଆଶୀର୍ବାଦ ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି। ତାଙ୍କ ସୁସ୍ଥତା ପାଇଁ ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିଏମ ମୋଦିଙ୍କ ସହ ବହୁ ନେତା ପ୍ରାର୍ଥନା କରି ଆସିଥିବା ବେଳେ ଏଥିସହ ମନ୍ତ୍ରୀମାନେ ଓ ପିସିସି ସଭାପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ ପଟ୍ଟନାୟକ। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ରାଜ୍ୟରେ ସମସ୍ତ ଶିଶୁ ବାଟିକାରୁ ଅଷ୍ଟମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ 11 ଦିନର ଚାଉଳ ରନ୍ଧନ ବାବଦକୁ ଟଙ୍କା ପ୍ରଦାନ କରାଯିବ। ପ୍ରଧାନ ଶିକ୍ଷକଙ୍କ ତୁରନ୍ତ ପିଲାଙ୍କୁ ଏହା ବଣ୍ଟନ କରିବାକୁ ସରକାର ଜଣାଇବା ବେଳେ ଏଥିପ୍ରତି ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲାପାଳ ଗୁରୁତ୍ୱ ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର କୁହାଯାଇଛି। ଏପ୍ରିଲ 23 ରୁ ମେ 5 ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟିରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ନ ମିଳିବା ଅଭିଯୋଗ ଆସିବା ପରେ ଏନେଇ ସରକାର ପକ୍ଷରୁ ତତ୍ପର ପ୍ରକାଶ ପାଇଥିଲା ଏବଂ ମଧ୍ୟାହ୍ନ ଭୋଜନ ରାଜ୍ୟ କ୍ଷେତ୍ରୀୟ ଅଧିକାରୀ ଭବାନୀ ପ୍ରସାଦ ମିଶ୍ର ଜିଲ୍ଲା ସ୍ତରର ତଥ୍ୟ ଲୋଡ଼ିଥିଲେ ଏବଂ ଏହା ଆଧାର କରି ସରକାରଙ୍କ ପକ୍ଷରୁ 11 ଦିନର ଚାଉଳ ସହ ରନ୍ଧନ ବାବଦକୁ ଅର୍ଥ ଛାତ୍ରଛାତ୍ରୀଙ୍କୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ମଧ୍ୟାହ୍ନ ଭୋଜନ ରାଜ୍ୟ କ୍ଷେତ୍ରୀୟ ଅଧିକାରୀଙ୍କୁ ସବୁ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଉପସ୍ଥିତିରେ ପ୍ରଧାନ ଶିକ୍ଷକ ଚାଉଳ ବଣ୍ଟନ କରିବେ। ସେହିପରି ରନ୍ଧନ ଦ୍ରବ୍ୟ ବାବଦକୁ ଅର୍ଥ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ବ୍ୟାଙ୍କ ଆକାଉଣ୍ଟରେ ଡିବିଟି ମୋଡରେ ପ୍ରଦାନ କରାଯିବ ବୋଲି ସୂଚନା ଆସିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ବୁଧବାର ଲୋକସଭା ଭବନରେ ନୂଆଦିଲ୍ଲୀରେ ନିର୍ମାଣ ହେବାକୁ ଥିବା ନୂଆ ଓଡ଼ିଶା ଭବନ ସମ୍ପର୍କରେ ସମୀକ୍ଷା କରିଛନ୍ତି। ଚାଣକ୍ୟପୁରୀରେ ନିର୍ମାଣ ହେବାକୁ ଥିବା G+6 ମହଲା ଏହି ଭବନରେ 45ଟି ସୁଇଟ୍ ଓ ସମ୍ମିଳନୀ କକ୍ଷ ବ୍ୟବସ୍ଥା ହେବାକୁ ଥିବା ବେଳେ ଭବନରେ ଓଡ଼ିଶା ସଂସ୍କୃତି ପ୍ରସ୍ତାବ କାରୁକାର୍ଯ୍ୟର ଝଲକ ଦେଖାଇବାକୁ ମୁଖ୍ୟମନ୍ତ୍ରୀ ଆର୍କିଟେକ୍ଟଙ୍କୁ ପରାମର୍ଶ ଦେଇଛନ୍ତି। ସେ ଏଥିସହିତ ମୁମ୍ବାଇ ଓଡ଼ିଶା ଭବନରେ କ୍ୟାନସର ରୋଗୀଙ୍କ ପାଇଁ ଅଧିକ କୋଠରୀ ବ୍ୟବସ୍ଥା ହେବ ଏବଂ ଅଯୋଧ୍ୟା, ହାଇଦ୍ରାବାଦ, ସୁରାଟରେ ନୂଆ ଓଡ଼ିଶା ଭବନ ନିର୍ମାଣ ଏବଂ କୋଲକାତାର ଉତ୍କଳ ଭବନର ମରାମତି ଓ ନବୀକରଣ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି।